ଅବିଳମ୍ବେ ଆପଣଙ୍କୁ ଛିନଭିନ କରିବେ। ଜଗନ୍ନାଥ ଦାସ ସେ କଥା ମଧ୍ୟ ସୁନ୍ଦର ଭାବରେ ଲେଖୁଛନ୍ତି। ଏ କଥାକୁ କହିଲେ କଣ ଯେ ତାଶୁଣ ଏ ଯୋଉ କହିଲେ ତୁ ଅତି ସ୍ନେହ ତୋହି ବଦ୍ଧ ଯେ ସଙ୍ଗ ଦୋଷ ଧର୍ମବାଦ ଯେ ଆଉ ଯେ ସଙ୍ଗ ଦୋଷେ ଜ୍ଞାନ କ୍ଷୟ ବୁଝି ତୁ ନ ପାରିଲୁ ରାୟ। ତୁ ବୁଝିପାରିବୁନି, ତେଣୁ ରାଜା ଆପଣଙ୍କୁ ଯେଉଁ ପୀଡା ଆପଣ ସେମାନଙ୍କୁ ଯୋଉ ପୀଡା ଦେଇଛନ୍ତି, ଆପଣଙ୍କ ମୃତ୍ୟୁ ପରେ ସେମାନେ ଆପଣଙ୍କୁ ଛାଡିବେନି, ଜଗିକି ରହିଛନ୍ତି। ଏ ସମ୍ପର୍କରେ ମୁଁ ଆପଣଙ୍କୁ ପୁରଞ୍ଜନର ଚରିତ୍ର ଘଟିତ ଏକ ପୁରାଣ କଥା ବର୍ଣ୍ଣନା କରୁଛି। ଏ କଥା ନାରଦ ଯୋଉ ପ୍ରାଚୀନ ବର୍ହିଷତେ ରାଜାଙ୍କୁ ଏଇ କଥାଟିକୁ କୁହାଇଛନ୍ତି ଯେ ଆପଣ ମୋର ମନରେ ଯୋଉ କଥା ଗୁଡିକ ଆସୁଛି ଯେ ପୁରଞ୍ଜନ କିଏ ତାର ଅବଧାରଣା କରନ୍ତୁ। ମହାମୁନି ନାରଦ ଏଇ କଥା ରାଜା ପୁରଞ୍ଜନ ଇତିହାସକୁ ମନେ ପକେଇ ଏଇ ଅଧ୍ୟାୟର ବର୍ଣ୍ଣନା ଭାଗବତରେ ପୁରଞ୍ଜନ ଉପାଖ୍ୟାନ ହେଲା। କହିଲେ ରାଜା ପୁରା କାଳରେ ପୁରଞ୍ଜନ ନାମକ ଏକ ମହା ଯଶସ୍ୱୀ ରାଜା ଥିଲେ। ତାଙ୍କର ଅଭିଜ୍ଞାତ ନାମକ ଏକ ସଖା, ଅଭିଜ୍ଞାତ ବୋଇଲେ ଅଜ୍ଞାନ ବା ଅଜ୍ଞାତ, ତାର ଜଣେ ସଖା ଥିଲେ। ସେ ସଖା କଲା ନା ଆଉ ବା ବନ୍ଧୁ ଥିଲେ, ଅଭିଜ୍ଞାତଙ୍କର କାର୍ଯ୍ୟକଳାପ କେହି ବୁଝି ପାରୁନଥିଲେ। ଏଠି ପୁରଞ୍ଜନ କିଏ? ପ୍ରତ୍ୟେକ ଜୀବ ପୁରଞ୍ଜନ। ପୁରମ ଶବ୍ଦର ଅର୍ଥ ଏ ଶରୀର ମଧ୍ୟରେ ଜନ, ଏ ଶରୀର ମଧ୍ୟରେ ଏବଂ ଜନ ଶବ୍ଦର ଅର୍ଥ ଜୀବ, ଶରୀର ମଧ୍ୟରେ ଜୀବ ହିଁ ପୁରଞ୍ଜନ। ତେଣୁ ଏଇ କଥାଟିକୁ ଆମେ ବୁଝିବା ପାଇଁ ଆମେ ଏଇ ପୁରଞ୍ଜନ ଉପାଖ୍ୟାନ ଆଜି ଆଲୋଚନା କରୁଛୁ। ପ୍ରତ୍ୟେକ ଜୀବ ତାଙ୍କ ଶରୀରର ରାଜା, କାରଣ ଶରୀରକୁ ତାଙ୍କ ଇଚ୍ଛା ଅନୁଯାୟୀ ବ୍ୟବହାର କରିବା ପାଇଁ ଜୀବକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି। ତେଣୁ ଜୀବ ସାଧାରଣତଃ ତାହାର ଶରୀରକୁ ଇନ୍ଦ୍ରିୟ ଉପଭୋଗ ଅର୍ଥରେ ବ୍ୟବହାର କରେ, କାରଣ ଯେ ଶରୀର ଧାରଣାରେ ଅଛି ସେ ଇନ୍ଦ୍ରିୟ ଉପଭୋଗକୁ ଜୀବନର ଅନ୍ତିମ ଲକ୍ଷ୍ୟ ଭାବେ। ଏହା ହଉଛି କର୍ମକାଣ୍ଡୀୟ ଧାରା। ତେଣୁ ସେଇ କଥାକୁ ଆଜି କୁହାଯାଉଛି ଯେ ରାଜା ପୁରଞ୍ଜନ ବାସ କରିବା ପାଇଁ ଏକ ଉପଯୁକ୍ତ ସ୍ଥାନ ଅନ୍ୱେଷଣରେ ପୃଥିବୀର ସର୍ବତ୍ର ପରିଭ୍ରମଣ କରେ, କିନ୍ତୁ କୌଣସି ଠାରେ ନିଜ ଅଭିଳାଷ ଅନୁରୂପ ବସ୍ତୁ ପ୍ରାପ୍ତ ନ ହୋଇ ବିଷର୍ଣ୍ଣ ହେଇଯାଏ, ହତ ଉତ୍ସାହିତ ହୋଇ ପଡେ। ଜଗନ୍ନାଥ ଦାସ ସେ କଥାକୁ ମଧ୍ୟ ଲେଖୁଛନ୍ତି ଅତି ସୁନ୍ଦର ଭାବରେ। କହିଲେ ଯେ ଏଇ ପୁରଞ୍ଜନ କଥା ଯେ କିମିତିକା ସେ ବିଷର୍ଣ୍ଣ ହଉଛି, ପୁରଞ୍ଜନର ପରିଭ୍ରମଣ ଆଧୁନିକ ଯୁଗରେ ଆମେ ଯୋଉ ଭଳି ଭାବରେ ବୁଲୁଛୁ ଏଣେ ତେଣେ, ଏ କଥାକୁ ଉଲ୍ଲେଖ କରିବା ପାଇଁ ଜଗନ୍ନାଥ ଦାସ ଗୋଟେ କଥା ସୁନ୍ଦର ଭାବରେ ଲେଖିଲେ। କହିଲେ ଏ ଘୋର ଜଡ କରମ ମୋର ସୁଜ୍ଞାନ ଦାନେ ଦୂର କର ଯେଣେ ନୋହିବ କର୍ମ ବନ୍ଧ ହୋଇବ ମୋକ୍ଷ ମାର୍ଗେ ସାଧ୍ୟ। କାରଣ ଈଶ୍ୱର ସବୁଠି ଅଛନ୍ତି। ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବ ପାପେଭ୍ୟ ମୋକ୍ଷୟିଷାମି ମା ଶୁଚ। ଅଷ୍ଟାଦଶ ଅଧ୍ୟାୟ ଗୀତାରେ କୁହାଗଲା, ସବୁ କାମ କର ମୋ ପାଖରେ ଶରଣାପନ୍ନ ହୁଅ। ଈଶ୍ୱରଃ ସର୍ବଭୂତାନାଂ ହୃଦୟେର୍ଜୁନ ତିଷ୍ଠତି ଭ୍ରାମୟନ୍ ସର୍ବଭୂତାନି ଯନ୍ତ୍ରାରୂଢାନି ମାୟା। ଏ ଅର୍ଜୁନ, ଭଗବାନ ସମସ୍ତଙ୍କ ହୃଦୟରେ ବିଦ୍ୟମାନ। ଯେଉଁ ଜୀବମାନେ ମାୟା ନିର୍ମିତ ଯନ୍ତ୍ରରେ ଚଢିଛନ୍ତି, ଆରୋହଣ କରିଛନ୍ତି, ସେମାନେ ସେ ଭଗବାନଙ୍କ ନିର୍ଦ୍ଦେଶରେ ବିଭିନ୍ନ ସ୍ଥାନ ବୁଲୁଛନ୍ତି। ତେଣୁ ରାଜା ପୁରଞ୍ଜନ ବିଷୟ ଭୋଗ ଲାଳସାରେ ଭୋଗ ଆଶ୍ରୟୀ ସ୍ୱରୂପ ଭୂମଣ୍ଡଳର ଯାବତୀୟ ପୁର ବା ଦେହ ବା ଆସ୍ଥାନ ସନ୍ଧାନ ନେଲା। ଆମେ ଯୋଉ 84 ଲକ୍ଷ ଜୀବ ଜନି ପାଇଲା ପରେ ଯୋଉ ମନୁଷ୍ୟ ଜୀବ ପାଇଛେ, ଏ ପୁରଞ୍ଜନ ଚାରିଆଡେ ବୁଲିଛି, କିନ୍ତୁ କୌଣସିଟିକୁ ହିଁ ତାର କାମନା ସିଦ୍ଧିର ଉପଯୋଗୀ ବୋଲି ଦେଖି ପାରିଲା ନାହିଁ। କୋଉଠି ବି ତାକୁ ଶାନ୍ତି ମିଳିନାହିଁ। ତେଣୁ ଏପରି ଭାବରେ ଭ୍ରମଣ କରି କରି ସେ ଏକଦା ହିମାଳୟର ଦକ୍ଷିଣ ପ୍ରଦେଶରେ ଭାରତବର୍ଷ ନାମକ ଏକ ସ୍ଥାନରେ ନବଦ୍ୱାର ସର୍ବଲକ୍ଷଣ ସମ୍ପନ୍ନ ଗୋଟେ ପୁର ଦେଖିଛି। ସେଇ ପୁରରେ ସେ ଯାଇ ପହଞ୍ଚିଛି। ଏ କଥାକୁ
ବି ମଧ୍ୟ ଜଗନ୍ନାଥ ଦାସ ସୁନ୍ଦର ଭାବରେ ତାକୁ ଲେଖୁଛନ୍ତି ଭାଗବତମ ରେ। ତେଣୁ ଯେତେବେଳେ ସେଠି ପହଞ୍ଚିଛି ସେଠି କାହିଁକି ନା ଯୋଉ କଥା ଚୈତନ୍ୟ ଚରିତାମୃତରେ ଅଛି ଭାରତ କାହିଁକି ଶ୍ରେଷ୍ଠ